ଶିକ୍ଷକମାନଙ୍କ ପାଇଁ ଏକ ସୁନ୍ଦର ଶିଶୁ ଦିବସ ଭାଷଣ। ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଛୋଟିଆ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂତନ କରି ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ନିଜର ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଆଦରଣୀୟ ପ୍ରଧାନ ଶିକ୍ଷକ ମହୋଦୟ, ମୋ ସହପାଠୀ ଶିକ୍ଷକଗଣ, ପ୍ରିୟ ଛାତ୍ରଛାତ୍ରୀମାନେ ଓ ଆମ ଅତିଥିବୃନ୍ଦ ସମସ୍ତଙ୍କୁ ମୋର ହୃଦୟଘନ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆମେ ଏଠି ଏକ ବିଶେଷ ଦିନ ପାଳନ ପାଇଁ ସମାଗମ ହୋଇଛୁ। ତାହା ହେଲା ଶିଶୁ ଦିବସ, ଚିଲଡ୍ରେନ୍ସ ଡେ। ପ୍ରତିବର୍ଷ ନଭେମ୍ବର 14 ତାରିଖରେ ଆମେ ଏହି ଦିନଟି ପାଳନ କରୁ, ଯେଉଁ ଦିନ ହେଉଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ନେହେରୁଜୀ ମାତ୍ର ଏକ ରାଜନେତା ନଥିଲେ, ସେ ଜଣେ ଦୃଷ୍ଟିସମ୍ପନ୍ନ ଚିନ୍ତକ, ଦେଶପ୍ରେମୀ ଓ ଶିଶୁପ୍ରେମୀ ଥିଲେ। ସେ ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ସେମାନଙ୍କ ମଧ୍ୟରେ ମିଶି ସେ ତାଙ୍କ ସହ ହସୁଥିଲେ, ଖେଳୁଥିଲେ, ଗପ କରୁଥିଲେ। ଶିଶୁମାନେ ମଧ୍ୟ ତାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ଚାଚା ନେହେରୁ ବୋଲି ଡାକୁଥିଲେ। ନେହେରୁଜୀ ବିଶ୍ୱାସ କରୁଥିଲେ, ଆଜିର ଶିଶୁ ହେଉଛନ୍ତି ଆଗାମୀ ଭାରତର ନିର୍ମାତା। ଏହି କଥାଟି ମାତ୍ର ଏକ ବାଣୀ ନୁହେଁ, ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ୱ। ପ୍ରିୟ ଛାତ୍ରଛାତ୍ରୀମାନେ, ତୁମେ ହେଉଛ ଏହି ସମାଜର ଭବିଷ୍ୟତ। ତୁମର ଚିନ୍ତା, ତୁମର ସ୍ୱପ୍ନ, ତୁମର ପରିଶ୍ରମ ଦେଶର ନବୀନ ଦିଗ ନିର୍ମାଣ କରିବ। ତେଣୁ ଆମେ ଶିକ୍ଷକମାନେ ତୁମକୁ ଦେଖି ଗର୍ବ ଅନୁଭବ କରୁ। ଆମର କର୍ତ୍ତବ୍ୟ ହେଉଛି ତୁମ ମନରେ ଥିବା ସୃଜନଶୀଳତା, ମୂଲ୍ୟବୋଧ ଓ ମନୁଷ୍ୟତାକୁ ଉନ୍ନତ କରିବା। ଶିଶୁ ଦିବସ ଆମକୁ ଏହା ମଧ୍ୟ ମନେ ପକାଏ ଯେ ପ୍ରତ୍ୟେକ ଶିଶୁ ହେଉଛି ଏକ ଅଲଗା ସ୍ୱପ୍ନ, ଏକ ଅନନ୍ୟ ପ୍ରତିଭା। ସେମାନେ ଯଦି ଠିକ୍ ମାର୍ଗଦର୍ଶନ ଓ ସ୍ନେହ ପାଆନ୍ତି, ତେବେ ସେମାନେ ଆଗାମୀ ଦିନରେ ଦେଶର ଗର୍ବ ହେବେ। ନେହେରୁଜୀ ସବୁବେଳେ କହୁଥିଲେ, ଶିକ୍ଷା ହେଉଛି ଜୀବନର ଶକ୍ତି, ଯାହା ଦେଶକୁ ଆଲୋକିତ କରେ। ସେଥିପାଇଁ ଶିଶୁ ଦିବସ ମାତ୍ର ମଜା ଓ ଆନନ୍ଦ ପାଇଁ ନୁହେଁ, ଏହା ହେଉଛି ଶିକ୍ଷା, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ପ୍ରତି ଆମ ସଚେତନତାର ଦିନ। ପ୍ରିୟ ଶିଶୁମାନେ, ଆଜି ଦିନ ତୁମ ପାଇଁ ହସ, ଖେଳ, ଗାନ, ନୃତ୍ୟ କର, କିନ୍ତୁ ଏହି ଦିନର ଅର୍ଥ ମନେ ରଖ। ଜୀବନରେ ନିଜ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କର ଓ ମନୋବଳ ଦୃଢ଼ ରଖ। ମନେ ରଖ, ପରିଶ୍ରମ ହେଉଛି ସଫଳତାର ଚାବି। ଆମେ ଶିକ୍ଷକମାନେ ତୁମ ହସ, ତୁମ ଉତ୍ସାହ ଓ ତୁମ ସଫଳତାରେ ଆମ ଜୀବନ ଅର୍ଥ ଖୋଜୁ। ତୁମେ ଭଲ ମଣିଷ ହେବ, ସେହି ଆଶାରେ ଆମେ ଆଜି ତୁମକୁ ଆଶୀର୍ବାଦ କରୁଛୁ। ଶେଷରେ ମୁଁ ଏହି ଚିନ୍ତାଟି ସହିତ ଭାଷଣ ଶେଷ କରିବି। ପ୍ରତି ଶିଶୁ ହେଉଛି ଏକ ଫୁଲ। ଯଦି ଆମେ ସେମାନଙ୍କୁ ସେଚିବା ଓ ସୁରକ୍ଷା କରିବା, ସେମାନେ ଆମ ଦେଶକୁ ସୁଗନ୍ଧିତ ଉଦ୍ୟାନରେ ପରିଣତ କରିଦେବେ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଜୟ ହିନ୍ଦ।